सम्मानीय सभापति महोदय, मुख्य अतिथि, उपस्थित गुरुजन, मोर प्रिय भाई और भौणी माने समस्त को मोर श्रद्धापूर्ण नमस्कार। आज मु एठारे एक एमिति विषय उपरे मोर मतामत रखा जाऊँगी जहाँ केवल एक भाषण विषय नुह बरं आम समस्त भविष्य सहित जड़ित एक गभीर प्रश्न। विषयटी होछि युवपीढ़ी ही देशर भविष्य। आजिर शिशु आसंता कालीर नागरिक, आजिर छात्र आसंता कालीर शिक्षक, वैज्ञानिक, डाक्तर, इंजीनियर, कृषक, उद्योगी, प्रशासक, सैनिक और देशर नेतृत्व नेब। तेणु आजिर युवपीढ़ी केवल निज भविष्य नुह समग्र देशर भविष्य गढ़ुची। कुहाଯାଏ ଯେଉଁ देशर युवशक्ति जाग्रत ସେହି देशर भविष्य उज्ज्वल। युवपीढ़ी ହେଉଛି देशर शक्ति। युवମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି, ଅସୀମ ସ୍ୱପ୍ନ, ନୂଆ ଚିନ୍ତା ଏବଂ ଅସମ୍ଭବକୁ ସମ୍ଭବ କରିବାର ସାହସ। ଯଦି ଏହି ଶକ୍ତିକୁ ସଠିକ୍ ଦିଗରେ ବ୍ୟବହାର କରାଯାଏ ତେବେ ଗୋଟିଏ ଦେଶର ଚିତ୍ର ବଦଳି ଯାଇପାରେ। ଆମେ ଯଦି ଭାରତର ଇତିହାସକୁ ଦେଖିବା ତେବେ ଯୁବଶକ୍ତିର ଅବଦାନ ସ୍ପଷ୍ଟ ଭାବରେ ଦେଖିପାରିବା। ଭାରତର ସ୍ୱାଧୀନତା ପାଇଁ ଅନେକ ଯୁବ ସଂଗ୍ରାମୀ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ସେମାନଙ୍କ ଆଖିରେ ଥିଲା ସ୍ୱାଧୀନ ଭାରତର ସ୍ୱପ୍ନ ଏବଂ ହୃଦୟରେ ଥିଲା ମାତୃଭୂମି ପାଇଁ ଅସୀମ ଭଲ ପାଇବା। ସେମାନେ ଆମକୁ ଶିଖାଇଛନ୍ତି ଦେଶପ୍ରେମ କେବଳ ମୁହଁରେ କହିବାର ବିଷୟ ନୁହେଁ। ଦେଶପ୍ରେମ ହେଉଛି ଦେଶ ପାଇଁ ନିଜର କର୍ତ୍ତବ୍ୟ କରିବା। ଆଜି ଆମ ହାତରେ ସ୍ୱାଧୀନତା ଅଛି, କିନ୍ତୁ ଏହି ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଏବଂ ଦେଶକୁ ଆହୁରି ଉନ୍ନତ କରିବାର ଦାୟିତ୍ୱ ହେଉଛି ଆମର। ଯୁବପିଢ଼ି ଯଦି ଦେଶର ଭବିଷ୍ୟତ, ତେବେ ସେହି ଭବିଷ୍ୟତକୁ ଶକ୍ତିଶାଳୀ କରିବାର ପ୍ରଥମ ମାଧ୍ୟମ ହେଉଛି ଶିକ୍ଷା। ଶିକ୍ଷା କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ନୁହେଁ, ପ୍ରକୃତ ଶିକ୍ଷା ଆମକୁ ଭଲ ମଣିଷ ହେବା ଶିଖାଏ। ଶିକ୍ଷା ଆମକୁ ସତ୍ୟ ଓ ମିଥ୍ୟା, ନ୍ୟାୟ, ଅନ୍ୟାୟ, ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ କରିବାର ଶକ୍ତି ଦିଏ। ଆଜିର ଛାତ୍ରଛାତ୍ରୀ ଯଦି ମନ ଦେଇ ପଢ଼ନ୍ତି, ନୂଆ ଜ୍ଞାନ ଆହରଣ କରନ୍ତି ଏବଂ ନିଜ ଦକ୍ଷତାକୁ ନିଜେ ବଢ଼ାନ୍ତି, ତେବେ ଆସନ୍ତାକାଲି ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଗଢ଼ିବାରେ ସେମାନେ ବଡ଼ ଭୂମିକା ନେଇପାରିବେ। ଆମେ ଏବେ ଡିଜିଟାଲ ଯୁଗରେ ବାସ କରୁଛୁ। ମୋବାଇଲ, ଇଣ୍ଟରନେଟ୍, କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, ମହାକାଶ ବିଜ୍ଞାନ ଓ ଡିଜିଟାଲ ଶିକ୍ଷା ଏସବୁ ଆମ ଜୀବନକୁ ଦ୍ରୁତ ଭାବରେ ବଦଳାଉଛି। ଏହି ପରିବର୍ତ୍ତନରେ ଯୁବପିଢ଼ିର ଭୂମିକା ସବୁଠାରୁ ଅଧିକ। କିନ୍ତୁ ଆମେ ମନେ ରଖିବା ଦରକାର, ପ୍ରଯୁକ୍ତି ଆମର ଦାସ ହେବା ଉଚିତ, ଆମେ ପ୍ରଯୁକ୍ତିର ଦାସ ହେବା ଉଚିତ ନୁହେଁ। ମୋବାଇଲକୁ ଘଣ୍ଟା ଘଣ୍ଟା ମନୋରଞ୍ଜନ ପାଇଁ ବ୍ୟବହାର କରିବା ଅପେକ୍ଷା ଯଦି ଆମେ ତାକୁ ଶିକ୍ଷା, ଜ୍ଞାନ, ଦକ୍ଷତା ଓ ସୃଜନଶୀଳତା ପାଇଁ ବ୍ୟବହାର କରିବା ତେବେ ସେହି ପ୍ରଯୁକ୍ତି ଆମ ଜୀବନର ସଫଳତାର ସାଥୀ ହେବ। ଆଜିର ଯୁବପିଢ଼ିକୁ କେବଳ ଚାକିରି ଖୋଜୁଥିବା ପିଢ଼ି ହେବା ନୁହେଁ, ନୂଆ ଚିନ୍ତା, ନୂଆ ଉଦ୍ୟମ ଓ ନୂଆ ଆବିଷ୍କାର ମାଧ୍ୟମରେ ଅନ୍ୟମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ଜଣେ ଯୁବକ ଯଦି ଏକ ଛୋଟ ବ୍ୟବସାୟ ଆରମ୍ଭ କରେ, ଜଣେ ଯୁବତୀ ଯଦି ନିଜ ଦକ୍ଷତାରେ ଏକ ନୂଆ ଉଦ୍ୟମ ଗଢ଼ିଥାଏ, ଜଣେ ଛାତ୍ର ଯଦି ଏକ ନୂଆ ଆବିଷ୍କାର କରେ, ତାହା କେବଳ ତାଙ୍କର ସଫଳତା ନୁହେଁ, ତାହା ଦେଶର ସଫଳତା। ଆମର ଭବିଷ୍ୟତ କେବଳ ଆମ ହାତରେ ନୁହେଁ, ଆମ ପରିବେଶ ସହିତ ମଧ୍ୟ ଜଡ଼ିତ। ଯଦି ଆମେ ଆଜି ପ୍ରକୃତିକୁ ନଷ୍ଟ କରିବା ତେବେ ଆଗାମୀ ପିଢ଼ି ଏହାର ଭୟଙ୍କର ପରିଣାମ ଭୋଗିବ। ତେଣୁ ଯୁବପିଢ଼ିକୁ ଗଛ ଲଗାଇବା, ଜଳ ସଂରକ୍ଷଣ କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ପରିବେଶ ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ସଚେତନ କରିବାକୁ ପଡ଼ିବ। ଗୋଟିଏ ଗଛ ଲଗାଇବା ଛୋଟ କାମ ଲାଗିପାରେ, କିନ୍ତୁ ହଜାର ହଜାର ଯୁବକ ଯଦି ଏହି ଛୋଟ କାମ କରନ୍ତି ତେବେ ଏହା ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଯୁବପିଢ଼ି କେବଳ ନିଜ ସଫଳତା ବିଷୟରେ ଚିନ୍ତା କଲେ ହେବ ନାହିଁ, ସମାଜର ଦୁର୍ବଳ, ଗରିବ ଓ ଅସହାୟ ଲୋକଙ୍କ ପ୍ରତି ମଧ୍ୟ ଆମର ଦାୟିତ୍ୱ ରହିଛି। ଜଣେ ଛାତ୍ର ଯଦି ଜଣେ ଅଶିକ୍ଷିତ ଶିଶୁକୁ ପଢ଼ାଇବାରେ ସାହାଯ୍ୟ କରେ, ଜଣେ ଯୁବକ ଯଦି ରକ୍ତଦାନ କିମ୍ବା ସାମାଜିକ ସେବାରେ ଅଂଶ ନିଏ, ଜଣେ ଯୁବତୀ ଯଦି ନାରୀ ଶିକ୍ଷା ପାଇଁ ସଚେତନତା ସୃଷ୍ଟି କରେ, ତେବେ ଏହି ଛୋଟ ଛୋଟ ପଦକ୍ଷେପ ଏକ ବଡ଼ ସାମାଜିକ ପରିବର୍ତ୍ତନ ଆଣିପାରେ। ଆଜି ଭାରତ ଆତ୍ମନିର୍ଭରତାର ପଥରେ ଆଗେଇବାକୁ ଚାହିଁଛି। ଆତ୍ମନିର୍ଭର ଭାରତ ମାନେ କେବଳ ଦେଶର ଉତ୍ପାଦନ ବଢ଼ିବା ନୁହେଁ, ଆତ୍ମନିର୍ଭର ଭାରତ ମାନେ ହେଉଛି ଆମର ଯୁବପିଢ଼ି ନିଜ ଦକ୍ଷତା ଉପରେ ବିଶ୍ୱାସ କରିବ, ନିଜେ ଶିଖିବ, ନିଜେ ଆଗକୁ ବଢ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ନେବ। ଯୁବପିଢ଼ି ଯଦି କୃଷି, ଶିଳ୍ପ, ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, କ୍ରୀଡ଼ା ଓ ଉଦ୍ୟୋଗ ପ୍ରତ୍ୟେକ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରମାଣ କରେ, ତେବେ ଭାରତର ଉନ୍ନତିକୁ
କେହି ଅଟକାଇ ପାରିବେ ନାହିଁ। ଏହି ଯାତ୍ରା ସହଜ ନୁହେଁ। ଆଜି ଯୁବପିଢ଼ି ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ରହିଛି। ସମୟର ଅପବ୍ୟବହାର, ଅତ୍ୟଧିକ ମୋବାଇଲ ବ୍ୟବହାର, ଭୁଲ ଅନଲାଇନ୍ ପ୍ରଭାବ, ଅସ୍ୱାସ୍ଥ୍ୟକର ଅଭ୍ୟାସ, ନିଶା ଏବଂ ନିଜ ଲକ୍ଷ୍ୟ ପ୍ରତି ଅବହେଳା। କିନ୍ତୁ ଆମେ ମନେ ରଖିବା ଦରକାର, ଯେଉଁ ଯୁବକ ନିଜକୁ ଜିତିପାରେ ସେ ସମଗ୍ର ଦୁନିଆକୁ ଜିତିବାର କ୍ଷମତା ରଖେ। ତେଣୁ ଆମକୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ସମୟର ମୂଲ୍ୟ ବୁଝିବାକୁ ପଡ଼ିବ। ବିଫଳତାକୁ ଭୟ ନ କରି ପୁଣି ଥରେ ଚେଷ୍ଟା କରିବାକୁ ପଡ଼ିବ। ଆମେ ଏମିତି ଏକ ଭାରତର ସ୍ୱପ୍ନ ଦେଖିବା ଯେଉଁ ଭାରତରେ ପ୍ରତ୍ୟେକ ଶିଶୁ ଶିକ୍ଷା ପାଇବ। ଏମିତି ଏକ ଭାରତର ସ୍ୱପ୍ନ ଦେଖିବା ଯେଉଁଠାରେ ଯୁବକମାନେ ନିଜ ଦକ୍ଷତା ପାଇଁ ସୁଯୋଗ ପାଇବେ। ଏମିତି ଏକ ଭାରତର ସ୍ୱପ୍ନ ଦେଖିବା ଯେଉଁଠାରେ କୃଷକ ସମ୍ମାନର ସହିତ ବଞ୍ଚିବେ, ଶ୍ରମିକ ନିଜ ପରିଶ୍ରମର ମୂଲ୍ୟ ପାଇବେ ଏବଂ ପ୍ରତ୍ୟେକ ନାଗରିକ ନିଜ ଅଧିକାର ସହିତ ନିଜ କର୍ତ୍ତବ୍ୟକୁ ମଧ୍ୟ ବୁଝିବେ। ଏମିତି ଏକ ଭାରତର ସ୍ୱପ୍ନ ଦେଖିବା ଯାହା ବିଜ୍ଞାନରେ ଆଗୁଆ, ଅର୍ଥନୀତିରେ ଶକ୍ତିଶାଳୀ, ଶିକ୍ଷାରେ ସମୃଦ୍ଧ, ପରିବେଶରେ ସୁସ୍ଥ ଏବଂ ମାନବିକତାରେ ମହାନ। କିନ୍ତୁ କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ। ସ୍ୱପ୍ନକୁ ସଂକଳ୍ପରେ, ସଂକଳ୍ପକୁ ପରିଶ୍ରମରେ ଆଉ ପରିଶ୍ରମକୁ ସଫଳତାରେ ପରିଣତ କରିବାକୁ ପଡ଼ିବ। ଆଜି ଏହି ପବିତ୍ର ମାଟିରେ ଆମେ ସମସ୍ତେ ଏକ ସଂକଳ୍ପ ନେବା। ଆମେ ମନ ଦେଇ ପଢ଼ିବା, ଆମେ ନିଜ ଦକ୍ଷତା ବଢ଼ାଇବା, ଆମେ ସମୟର ସଦୁପଯୋଗ କରିବା, ଆମେ ନିଶା ଓ ଖରାପ ଅଭ୍ୟାସ ଠାରୁ ଦୂରେଇ ରହିବା, ଆମେ ପରିବେଶର ସୁରକ୍ଷା କରିବା, ଆମେ ନାରୀ ଓ ପୁରୁଷଙ୍କୁ ସବୁ ସମ୍ମାନ ଦେବା, ଆମେ ଦେଶର ଆଇନ ଓ ସମ୍ବିଧାନକୁ ମଧ୍ୟ ସମ୍ମାନ ଦେବା, ଆମେ ମିଥ୍ୟା ଖବର ଓ ଅପପ୍ରଚାରରୁ ସଚେତନ ରହିବା, ଆମେ ନିଜ ଗାଁ, ନିଜ ସହର, ନିଜ ରାଜ୍ୟ ଏବଂ ନିଜ ଦେଶର ଉନ୍ନତି ପାଇଁ ନିଜର ଶ୍ରେଷ୍ଠ ଅବଦାନ ଦେବା। କାରଣ ଆମେ ଜାଣୁ, ଆଜି ଆମେ ଯାହା କରିବୁ ଆସନ୍ତାକାଲିର ଭାରତ ସେହି ରୂପ ନେବ। ଦେଶର ଭବିଷ୍ୟତ କୌଣସି ଦୂର ଆକାଶରେ ଲୁଚି ନାହିଁ। ଦେଶର ଭବିଷ୍ୟତ ଆମ ହାତରେ। ଆମ ହାତରେ ଅଛି ପୁସ୍ତକ, ଆମ ମନରେ ଅଛି ଜ୍ଞାନର ଆଲୋକ, ଆମ ଆଖିରେ ଅଛି ସ୍ୱପ୍ନ ଏବଂ ଆମ ହୃଦୟରେ ଅଛି ଭାରତ ମାତା ପାଇଁ ଭଲ ପାଇବା। ତେଣୁ ଆମକୁ ନିଜକୁ ପଚାରିବାକୁ ପଡ଼ିବ, ମୁଁ ମୋ ଦେଶ ପାଇଁ କ'ଣ କରିବି? ଏହି ପ୍ରଶ୍ନର ଉତ୍ତର କେବଳ ଭାଷଣରେ ନୁହେଁ, ଆମ କାର୍ଯ୍ୟରେ ଦେବାକୁ ପଡ଼ିବ। ଆମେ ହେଉଛୁ ଭାରତର ଯୁବଶକ୍ତି। ଆମେ ହେଉଛୁ ଆଗାମୀ ଭାରତର ନିର୍ମାତା। ଆମର ଜ୍ଞାନ ହେବ ଭାରତର ଆଲୋକ, ଆମର ପରିଶ୍ରମ ହେବ ଭାରତର ଶକ୍ତି, ଆମର ସତ୍ୟନିଷ୍ଠା ହେବ ଭାରତର ଚରିତ୍ର, ଆଉ ଆମର ସଂକଳ୍ପ ହେବ ଭାରତର ଭବିଷ୍ୟତ। ଆସନ୍ତୁ ଆମେ ଏମିତି ଏକ ଭାରତ ଗଢ଼ିବା ଯେଉଁ ଭାରତକୁ ସମଗ୍ର ବିଶ୍ୱ ସମ୍ମାନ କରିବ। ଆସନ୍ତୁ ଆମେ ନିଜକୁ ବଦଳାଇବା, ସମାଜକୁ ବଦଳାଇବା ଏବଂ ନିଜ ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା। ମନେ ରଖନ୍ତୁ, ଯୁବପିଢ଼ି ଚାଲିଗଲେ ଦେଶ ଜାଗିବ, ଯୁବପିଢ଼ି ଆଗେଇଲେ ଦେଶ ଆଗେଇବ, ଯୁବପିଢ଼ି ଜିତିଲେ ଭାରତ ଜିତିବ। ଆମେ କେବଳ ଆସନ୍ତାକାଲିର ଭାରତ ନାଗରିକ ନୁହେଁ, ଆମେ ହେଉଛୁ ଆସନ୍ତାକାଲିର ଭାରତର ନିର୍ମାତା। ଆସନ୍ତୁ ନିଜ ହୃଦୟରୁ ଏକ ସ୍ୱରରେ କହିବା, ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ହିନ୍ଦ।